ଅନ୍ତର୍ଜାତୀୟ ବଜାରରେ ଔଷଧିତ ତୈଳର ମୂଲ୍ୟ ପୁଣି ସ୍ଥିର ରହିଛି। ଅନ୍ତର୍ଜାତୀୟ ବଜାରରେ ଔଷଧ ତୈଳର ମୂଲ୍ୟ ସଂଶୋଧନ କରି ନୂତନ ମୂଲ୍ୟ ଅପଡେଟ୍ କରାଯାଇଛି। ଏହି ସମୟରେ ଦେଶର ତୈଳ ମାର୍କେଟ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ଲାଟେଷ୍ଟ ପ୍ରାଇସ୍ ପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 97 ପଇସା ରହିଥିବା ବେଳେ ଡିଜେଲର ମୂଲ୍ୟ ରହିଛି 92 ଟଙ୍କା 55 ପଇସା। ଭାରତରେ ଇନ୍ଧନ ମୂଲ୍ୟ ପ୍ରତିଦିନ ସକାଳ 6ଟାରେ ସଂଶୋଧିତ ହୁଏ। 14 ମାର୍ଚ୍ଚରେ ତେଲର ଦର ସଂଶୋଧନ କରାଯାଇଥିଲା। ପେଟ୍ରୋଲ ଦରକୁ ନେଇ ବଡ଼ ଆଶ୍ୱସ୍ତି। ପେଟ୍ରୋଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ନୂଆ ଦର। ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 94 ଟଙ୍କା 72 ପଇସା ଓ ଡିଜେଲର ମୂଲ୍ୟ ରହିଛି 87 ଟଙ୍କା 62 ପଇସା। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 106 ଟଙ୍କା 21 ପଇସା ରହିଥିବା ବେଳେ ଡିଜେଲର ମୂଲ୍ୟ ରହିଛି 82 ଟଙ୍କା 15 ପଇସା। ଅନ୍ୟପଟେ କୋଲକାତାରେ ରହିଛି ପେଟ୍ରୋଲର ମୂଲ୍ୟ 103 ଟଙ୍କା 94 ପଇସା ରହିଥିବା ବେଳେ ଡିଜେଲର ମୂଲ୍ୟ ରହିଛି 90 ଟଙ୍କା 76 ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 106 ଟଙ୍କା 75 ପଇସା ରହିଥିବା ବେଳେ ଡିଜେଲର ମୂଲ୍ୟ ରହିଛି 92 ଟଙ୍କା 74 ପଇସା। କେମିତି ଜାଣିବା ଆପଣଙ୍କ ସହରରେ ପେଟ୍ରୋଲର ମୂଲ୍ୟ? ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ୍ ଅଏଲ ୱେବସାଇଟ୍ ଅନୁସାରେ ଆପଣଙ୍କୁ ନିଜ ସହରର କୋଡ଼ ଲେଖି 9224992249କୁ ଆପଣଙ୍କୁ ମେସେଜ କରିବାକୁ ହେବ।